ଜାଣି ନ ଶୁଣି ଏମିତି ଭାବରେ ମାରୁଛନ୍ତି କାହିଁକି? ଆରେ ମୁଁ ସତ କହୁଛି, ମୁଁ ତମକୁ ନେଉରା ହଉଛି। ମୋ ମାଆକୁ ମାରନି ବାବୁ, ଛାଡ଼ି ଦିଅନ୍ତୁ। ଯାହା କହିବାର ଅଛି ମତେ କରିଦିଅ ବାବୁ, ମୋର ଜୀବନରେ ମାରିଦିଅ। ମୋ ମାର କିଛି ବି ଭୁଲ ନାହିଁ। ସଂସାର ଉଜାଡ଼ି ଦିଅନି ସଂସାର ମୋର, ଦୋରୁଟିଏ ପାଇ କ୍ଷମା କରିଦିଅ। ଆମକୁ ଜୀବନ ନ ମାର, জীবনে ନ ମାର। উজাড়ি দিয়ানি সংসার মোর, দরুটিয়ে পাই ক্ষমা করিও। আমকু জীবন ন মার, জীবনে ন মার। জীবনে ন মার, উজাড়ি দিওনি সংসার আমার। আমহে পরিবার আমহে পরিবার কেতে খুশিরে রয়ে সংসার রহিবুনি এ দুনিয়ারে যদি কিছু গলে মোর ভুল করিলে যা মোর, ভুল করিলে যা মোর। প্রমাণ দেখাই যা মোর, বিনা দোষরে এমিতি ন মার। জীবনে ন মার, জীবনে ন মার। উজাড়ি দিয়ানি সংসার মোর, তরুণিয়ে পাই ক্ষমা করিও। বিনা দোষরে এমিতি ন মার।
ଏ ଜାଗା ଛାଡ଼ି ଚାଲିଛ ନହେଲେ ଶାନ୍ତିରେ ବଞ୍ଚିବାକୁ ଦେବିନି। ଯେତେ ଶୀଘ୍ର ପାରୁଛୁ ଏ ଘର ଛାଡ଼ି ଚାଲିଛ। ମୁଁ ଚାଲିଥିବି ଆରେ କାହିଁକି ପୁଅ ତ କିଛି ଭୁଲ କରିନି କାହିଁକି ମୁଁ ଏ ଘର ଛାଡ଼ି ଚାଲିଯିବି রে ভুল করিনি হ্যাঁ তো পুଅ পরা মর্ডর করিছে বিলেই লুচি লুচি ক্ষীর পিউছি ଆଉ କିଛି ଜାଣିନି ଶଳା ବୁଢ଼ୀ হ্যাঁ ଆଉ ଶୁଣବନାଥ ଗୋଟେ ସେକେଣ୍ଡ ଦେଖିବି ଜୀବନରେ ମାରିଦେବି। ଯେତେ ଶୀଘ୍ର ପାରୁଛୁ ଏ ଘର ଛାଡ଼ି ଚାଲି ଯାବେ। ଚାଲିଯିବି ନିଶ୍ଚୟ ଚାଲିଯିବି। ବାବୁ ବୋହୁ ଯଦି ସତରେ ମର୍ଡର କରିଛି ତାହେଲେ ତା ନାଁରେ ନ ଦେଇ ଏମିତି ଭାବରେ ମାରୁଛନ୍ତି କାହିଁକି? ଆରେ କାହିଁକି? ଆରେ ଆମର ଫାଇଦା କଣ ହବ ବେ? ତୋତେ ନ ମାରିଲେ ମୋ ଜୀବନକୁ ଶାନ୍ତି ନାହିଁ। ସେଥିପାଇଁ ମୁଁ ତୋତେ ମାରିଦେବି ରେ। ଦରକାର ପଡ଼ିଲେ ତୋ ବୁଢ଼ୀ ମାଆକୁ ବି ମାରି ଶେଷ କରିଦେବି। ତୁ ଯୋଉ ଝିଅକୁ ଭଲ ପାଉଛୁ ନା ସେ ଝିଅ ସହିତ କଳେ ବଳେ କୌଶଳେ ମୋ ଭଉଣୀଙ୍କ ସହିତ ବାହାଘର କରିବି। ଦେଖିବୁ ତୁ ଦେଖିବୁ ବେ କେମିତି ମୁଁ ବାହାଘର କରୁଛି। ତୋର ଭଲ ହେଇଥାନ୍ତା ମୋ ଜୀବନରେ ମାରିଦେଲେ ମୋ ହାତ ଗୁଡ଼ା ଭାଙ୍ଗି କି ସୁଖ ପାଇବ। ଆରେ କି ସୁଖ ପାଇବ ବାବୁ? ତମକୁ ଧର୍ମ ସହିବନି ବାବୁ, ଧର୍ମ ସହିବନି। ମୁଁ ଭାବିଥିଲି ତମେ ଗୋଟେ ମଣିଷ ବୋଲି, ଏବେ ଭାବୁଛି ତମେ ମଣିଷ ନୁହଁ, ତମେ ମାନେ ଗୋଟାଏ ରାକ୍ଷସ। ଗୋଟେ ରାକ୍ଷସ ତୁ ତ ଜାଣିଛୁ ଏ ଦେବରାଜ କରିବ ଫେସ୍ ଟୁ ଫେସ୍ କରିବ। ଏ ମନ ଭଲରେ ଶୁଣିବେ ଏ ଘର ଛାଡ଼ି ଚାଲିଯାଅ ନହେଲେ ହାତ ଗୋଡ଼ ଭାଙ୍ଗି ଦେଇଛି। ଦରକାର ପଡ଼ିଲେ ଜୀବନ ମାର୍ଚ୍ଚ କରିବି। ଏମାନେ ଭିତରେ ଯିବେନି ଯାହା ସବୁ ଜିନିଷ ପତ୍ର ଅଛି। ଆରେ ନାଇଁ କାହା ବନ୍ଦ ଆରେ ନାଇଁ କାହା ଠିକ ଅଛି ବାବୁ, ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇକି ତାଙ୍କର ଯାହା ସବୁ ଜିନିଷ ପତ୍ର ଅଛି ମୁଁ ନେଇକି ଆସିବି ମାମୁଁ। ଆମ ଏଇ ଭଙ୍ଗା କୁଡ଼ିଆରେ କିଛି ବି ନାହିଁ ବାବୁ, କିଛି ବି ନାହିଁ। ଆମେ ଚାଲିଯିବୁ ବାବୁ, ଆମେ ମା ପୁଅ ଚାଲିଯିବୁ। ଆରେ ଚାଲିଯା ବୁଢ଼ୀ, ଯେତେ ଶୀଘ୍ର ପାରୁଛୁ ଏ ଘର ଛାଡ଼ି ଚାଲିଯା। হাজিয়া ময়ে সংসার হলি পড়ি খোলা স্বপ্ন দেখে হোদার হিগলা স্বপ্ন দেখে হোদার হিগলা হাজিয়া মরে সংসার হলি পড়ি গলা
দেখে উদার হইগলা স্বপ্ন দেখে খেতে আসা খেতে হিলায় মনরে খেতে আসা খেতে হিলায় মনরে স্বপ্ন দেখে রহিলা তারে স্বপ্ন দেখে রহিলা তারে খেতে আসা খেতে ছিলে মনরে কোন দিকে গলাদা কোন দিকে গলাদা কোন দিকে গলাদারে কোন দিকে রহি গলাদারে দণ্ড ଏବେ ହସିବ ଖେଳର ମଜା ବିକ୍ରମର ସ୍ତ୍ରୀ ମୋ ହାତର ଖେଳ ମୁଁ ଯେମିତି କହିବି ସେ ସେମିତି ନାଚିବ ତା ଝିଅକୁ ତା ଝିଅ ସହିତ ମୋ ଭଣଜାର ବାହାଘର କରିଦେଲେ କେମିତି ହବ ବେ? ଆପଣ ଠିକ କହିଲେ ବାହାଘର ସରିଲେ ସବୁ ସମ୍ପତ୍ତି ଆମର ହେଇଯିବ ନା ଆଜ୍ଞା ତୁ ଠିକ କହିଲୁ ଦଣ୍ଡ ତୁ ଠିକ କହିଲୁ ବେ ଆରେ ଡେରି କରିବାନି ଆରେ ଚାଲବେ ସେଇ ବିକ୍ରମ हे कालिया शांत हमें कि अन्याय करथिलु प्रभु हमको एते बड़ दंड दउछंती काहे हम सुकर संसार को जोड़ी पड़ी पाहुस कर देले काहे हम ऊपर एते निस्तर काहे प्रभु स्वामी को चढ़े ही नहीं गला झीटा भी कहा कथा न शुणी कौन करुची किसी जानी आउनी जाऊची जे कहा को न जने चली जाऊची मोर दे देखी नेबी प्रभाती देवी नमस्कार ମୁଁ କ'ଣ କହୁଥିଲି କି ମୋ କଥା ଶୁଣିଲେ ମୋ ମତରେ ଭଲ ହୁଅନ୍ତା ପ୍ରଭାତୀ ଦେବୀ କଣ କହିବାକୁ ଚାହୁଁଛନ୍ତି ଆପଣ କୁହନ୍ତୁ ଆଉ ଆପଣ ମାନେ କାହିଁକି ଆସିଲେ ଅଲଗା ବାବୁ ଆଉ କିଛି କହିବେନି ମୁଁ କହୁଛି ଶୁଣ ହେଁ ଆପଣଙ୍କର ଝିଅ ଗୋଟେ ଅଛି ଆଉ ମୋ ନାତିଆ ଅଛି ତା ସହିତ ଆପଣଙ୍କର ଝିଅକୁ କଥାଟା ଫାଇନାଲ କଲେ କେମିତି ହୁଅନ୍ତା ହେଁ नहीं बाबू नहीं बाबू नहीं कहीं ना दी दी तोर बागर कैंसल करुची झील हाउ राजी हम कि नहीं मु जानी झील को टिके पछाड़ी देवा पड़ो राज्य बोला माँ कहीं राज्य बनी
ଦେଖିବା ରାଜକୁମାର ପରି হ্যাঁ দুই জনক জড়ি রাধা কৃষ্ণক পর দেখা যাবে বুঝিলু ଦେଖନ୍ତୁ ପ୍ରଭାତୀ ଦେବୀ ମୋ ବଡ଼ ଦେବୀ କୋଉଥିରେ କମ୍ ନୁହଁ ବହୁତ ଭଲ ପିଲାଟା କିନ୍ତୁ ପିଲାର ବାପା ମା ଗାଡ଼ି ଆକ୍ସିଡେଣ୍ଟରେ ଜୀବନ ଚାଲିଗଲା ତାକୁ ଛୋଟରୁ ବଡ଼ ମୁଁ କରିଛି ପ୍ରଭାତୀ ଦେବୀ ମନା କରିବେନି ମୁଁ କ'ଣ କହୁଥିଲି କି ଝିଅକୁ ଟିକେ ପଛରେ ଦେଲେ ଭଲ ହେଇଥାନ୍ତା ହେଇ ତ ଝିଅ ଆସିଗଲାଣି ଆସିଲେ ମୁଁ ତାକୁ କହୁଛି ଠିକ ଅଛି ପ୍ରଭାତୀ ଦେବୀ ଝିଅ ଆସିଲେ ତାକୁ ମୁଁ କହୁଛି ହେ ଶ୍ରିୟା ଶ୍ରିୟା ଆସିଲୁ ନା ଘରେ କ'ଣ କରୁଛ ଆରେ কোন হয়েছি মা এত বড় পার্টি করে ডাকিলে যে ও হে লোকମାନେ କିଏ ଆମ ଘରକୁ ଆସିଲେ କାହିଁକି କ'ଣ ଆଉ ବାବା ଶ୍ରିୟା ତୋ ପାଇଁ ପ୍ରସ୍ତାବ ନେଇ ଆସୁଛନ୍ତି ତୁ କ'ଣ କହୁଛୁ ହେ ମା ତୁ ମୋ ଝିଅକୁ କ'ଣ ବୋଲି ଭାବୁଛ ମା ମୁଁ ମନ ଦେଇଛି ଜଣକୁ ହଉ ହଉ ସେଇ ମଣିଷ ହଉଛି ମନ ଅଛି ମୁଁ ତାଙ୍କୁ ଜାଣି ବଞ୍ଚି ପାରିବିନି ମା ମୁଁ ତାଙ୍କୁ ଜାଣି କେବେ ବଞ୍ଚି ପାରିବିନି ହେ ଶ୍ରିୟା ତୁ କହିଲେ ବୁଝୁନୁ କାହିଁକି ସେ ଗୋଟାଏ ଶୈତାନ ମା ତୋ ବାପାକୁ ମର୍ଡର କରିଛି ମୁଁ ମୋ ନିଜ ଆଖିରେ ଦେଖିଛି ସେ ଗୋଟାଏ ଖୁନି ଭଲ ପ୍ରସ୍ତାବ ଆସିଛି ରେ ମା ତୁ ରାଜି ହେଇଯା ରେ ମା ଭଲ ହବ ବେଶୀ ହବ ମା ଚରିତ୍ରହୀନା ନୁହଁ ମୋ ଜୀବନ ଗୋଟାଏ ମା ମୋ ମନକୁ ଜଟମରୁ ଭଲ ପାଉଛି ମା ମୁଁ ଭୁଲିବି କେମିତି ଯଦି ପାରୁଛ ମୋତେ କୋଉ ବେଶରେ ମୋତେ ଛାଡ଼ି ଦିଅନ୍ତୁ ମା ତୁମ ମନରେ ଶାନ୍ତି ମିଳିଯିବ କିନ୍ତୁ ମା ମନୋଜ ମୋ ପାଇଁ ସବୁ କିଛି ମନୋଜ ମୋ ପାଇଁ ସବୁ କିଛି ତୁ କହିଲେ ବୁଝୁନୁ କାହିଁକି ରେ ମା ତୁ ଯଦି ବୁଝିଗଲେ ସବୁ ସମାଧାନ ହେଇଯିବ ରେ ମା ତୁ କାହିଁକି ମନା କରୁଛୁ ରାଜି ହେଇଯା ରେ ମା ଦେଖିବୁ ତୁ ରାନୀ ଭଳିଆ ରହିବୁ ରେ ମା ରାଜି ହେଇଯା ଆପଣଙ୍କୁ ଭଲରେ କହୁଛି ମୋ ଘର ଛାଡ଼ି ଶୀଘ୍ର ଚାଲି ଯାଆନ୍ତୁ ନହେଲେ ଭଲ ହବନି କହିଦେଉଛି ସେଇଦିନ ମୋତେ କ'ଣ କହିଥିଲେ ଟିକେ ମନେ ଅଛି ଫେଲଟା ଗୁଡ଼ାକ ଆରେ ଚାଲି ଯାଆନ୍ତୁ ଏଠାରୁ ହେଲେ ସେଇଦିନ ମୋତେ କ'ଣ କହିଥିଲେ ବେବରା ବାବୁ ସେ ଝିଅକୁ ନେଲେ ତା ବାପା ଆସିକି ପଇସା ଦେବ କହୁଥିଲ ନା ତମମାନଙ୍କୁ ଟିକେ ବି ଲାଜ ଲାଗୁନି ଚାଲି ଆସିଲ ମୋ ଘରକୁ ଶୀଘ୍ର ଚାଲି ଯାଆନ୍ତୁ ନହେଲେ ମୋଠୁ ଭଲ କେହି ହେଇପାରିବେନି ଶୁଣ ଚାଲି ଯାଆନ୍ତୁ ଦଣ୍ଡ ଝିଅର ପସନ୍ଦ ନାହିଁ ଆମେ କାହିଁକି ତାକୁ ବାଧ୍ୟ କରିବା ଆରେ ଚାଲବେ ଝିଅମାନେ ବହୁତ ଅଛନ୍ତି ଆରେ ଚାଲବେ